ଶ୍ରୀକ୍ଷେତ୍ର ପୁସ୍ତକ ମେଳା ମଞ୍ଚ ଶରଧାବାଲିଠାରେ ଉତ୍କଳ ବିଦ୍ବତ୍ ପରିଷଦ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ରର ପାରମ୍ପରିକ ମଠର ସ୍ଥିତି ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଶ୍ରୀବିଗ୍ରହଙ୍କ ନିକଟରେ ପୁଷ୍ପ ଓ ଦୀପ ଅର୍ପଣ ପୂର୍ବକ ଆରମ୍ଭ ହୋଇଥିଲା। ଡକ୍ଟର ନନ୍ଦିଘୋଷ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ନେବଳ ଦାସ ମଠର ମହନ୍ତ ଡକ୍ଟର ରାମଚରଣ ଦାସଜୀ ମହାରାଜ, ରାଧାବଲ୍ଲଭ ମଠ ମହନ୍ତ ଶ୍ରୀ ରାମକୃଷ୍ଣ ଦାସଜୀ ମହାରାଜ, ଉତ୍ତର ପାର୍ଶ୍ୱ ମଠ ମହନ୍ତ ଶ୍ରୀ ନାରାୟଣ ରାମାନୁଜ ଦାସଜୀ ମହାରାଜ, ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପୁରୀ ଡକ୍ଟର ଭାସ୍କର ମିଶ୍ର, ଅଶୋକ କୁମାର ମହାପାତ୍ର, ଦେବୀ ପ୍ରସନ୍ନ ନନ୍ଦ, ଜୟଶ୍ରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ମଠାଧୀଶମାନେ ସମାଜ ପ୍ରତି ସେମାନଙ୍କ ଅବଦାନର ସ୍ୱର୍ଣ୍ଣିମ ଇତିହାସ ବର୍ଣ୍ଣନା କରିଥିଲେ। ବିଲୁପ୍ତପ୍ରାୟ ମଠ ସଂସ୍କୃତିକୁ ପୁନରୁଦ୍ଧାର କରି ଯୋଗ୍ୟ ଉତ୍ତରାଧିକାରୀ ଚୟନ କରିବା ଆମ ପାଇଁ ଆହ୍ୱାନ ଅଟେ ବୋଲି କହିଥିଲେ। ଡକ୍ଟର ଭାସ୍କର ମିଶ୍ରଙ୍କ ରଚିତ ଦିବ୍ୟାନୁଭୂତି ପୁସ୍ତକ ଲୋକାର୍ପଣ ହୋଇଥିଲା। ଉତ୍କଳ ବିଦ୍ବତ୍ ପରିଷଦର ସମ୍ପାଦକ ବିଜୟ କୃଷ୍ଣ ବ୍ରହ୍ମା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ପଣ୍ଡିତ ଦୟାନିଧି ପଣ୍ଡା ବେଦପାଠ କରିଥିଲେ। ପରିଷଦର ଅଧ୍ୟକ୍ଷ ମନୋଜ ରଥ ଅଧ୍ୟକ୍ଷତା କରିଥିବା ବେଳେ ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦିବ୍ୟରଞ୍ଜନ ଦାସ, ସଞ୍ଜୟ ବେହେରା, ଦୁର୍ଗା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।